ତମର ବୁଦ୍ଧି ଅଛି। ତମର ବୁଦ୍ଧି ନାହିଁ? ବୁଦ୍ଧି ନାହିଁ ନା? ଭାଇ ଆଚ୍ଛା ମୁଁ ଯଦି ଗପ କହିବି ସେ ଗପରୁ ତମ ବୁଦ୍ଧି ଆସିବ ନା? ଆସିବ ନା ବୁଦ୍ଧି? ଗପଟି କାର? କୁଆର। କାର? କାଉର। ଗପଟି ଆମେ ଜାଣିବା କାଉର ବୁଦ୍ଧିର ଆଜି ପରୀକ୍ଷା ଆମେ କରିବା। ଆଚ୍ଛା ଆମେ କୁହ ବୈଶାଖ ମାସର ଖରା ଅଧିକା ନାକି? ଖରା ଅଧିକା ତ ବୈଶାଖ ମାସ ଯେତେବେଳେ ଖରା ଅଧିକ ପାଣି ସବୁ ଶୁଖିଯାଏ। ଶୁଖିଯାଏ ନା? ଆମକୁ ଅଧିକ ଶୋଷ ଲାଗେ, ପାଣି ଶୁଖିଯାଏ ସବୁଆଡ଼େ। ତ ସେମିତି କାଉକୁ ବି ଶୋଷ ଲାଗିଥିଲା। ବୈଶାଖ ମାସ ହେଇଛି, ପ୍ରବଳ ଖରା, ପାଣି ସବୁ ଶୁଖି ଚାରିଆଡ଼େ। ରାତି ପାଇଛି ତ କାଉକୁ ଶୋଷ ଲାଗି। ତମମାନଙ୍କୁ ସକାଳୁ ଉଠିଲେ ଶୋଷ ଲାଗେ ନା? ତମେ ସବୁ ଖାଅ ନା? ଖାଇସାରିଲା ପରେ କ'ଣ ପାଣି ଖୋଜ ନା ପିଇବା ପାଇଁ? ଖୋଜ। ତ ଯୋଉଠି ପାଣି ଥାଏ ତମେମାନେ ଆଣିକି ପିଇ ଦିଅ। ତମମାନଙ୍କର ବୁଦ୍ଧି ଅଛି, ଏଇ ଜାଗାରେ ପାଣି ଅଛି ଆମେ ଆଣିବା ପିଇବା। ତମମାନଙ୍କର ବୁଦ୍ଧି ଅଛି ନା? ଅଛି ନା ବୁଦ୍ଧି? ସେମିତି କୁଆକୁ ବି ଶୋଷ ଲାଗିଛି, ତ ପାଣି ଖୋଜିଛି, ଦେଖିଛି କୋଉଠି ପାଣି ନାହିଁ। ଏମିତି ସେ ବୁଲୁ ବୁଲୁ ଦେଖିଲା ତଳେ ଗୋଟେ ମାଠିଆଟେ ଅଛି। ତ କୁହ କାଉର ରଙ୍ଗ କ'ଣ ହେବ କିଏ କହିପାରିବ? ଭେରି ଗୁଡ୍। ତ ସେମିତି ସେ ଦେଖିଲା ତଳେ ମାଠିଆଟେ ଅଛି, ମାଠିଆ ଭିତରେ ପାଣି ଅଛି। ତ ଯେତେବେଳେ ସେ ଆସିଲା ଶୋଷ ଲାଗିଛି, ମାଠିଆ ଉପରେ ବସିଲା, ତାର ଥଣ୍ଟ ସେ ପାଣି ପିଇବା ପାଇଁ ତା ଭିତରକୁ ପୁରେଇଲା, ତା ଥଣ୍ଟ ପାଇଲା ନାହିଁ। ତ ତାକୁ ଶୋଷ ଲାଗିଛି, ସେ ପାଣିଟା ପିଇ ପାରୁନାହିଁ। ତାର ବୁଦ୍ଧି ହଟେଇବ ନା ନାହିଁ? ସେ ହଟେଇବ ନା? ତମକୁ ଶୋଷ ଲାଗିବ, ତମେ ବୁଦ୍ଧି ହଟେଇକି ପାଣି ପିଇବ, ଆଣିକି କୋଉଠି ଅଛି କେମିତି ପିଇ ପାରିବ? ଏମିତି ସିଏ ବି ବୁଦ୍ଧି ହଟେଇଲା। କ'ଣ କଲା? ଚାରିଆଡ଼କୁ ସେ ଅନଉ ଅନଉ ଦେଖିଲା ଯେ ପାଖରେ ବହୁତ ଗୁଡ଼ାଏ ଗୁଡ଼ି ପଡ଼ିଛି। କ'ଣ ପଡ଼ିଛି? ଗୁଡ଼ି ପଡ଼ିଛି। ସେଇଠୁ ସେ କ'ଣ କଲା ନା ତା ବୁଦ୍ଧି ହଟେଇକି ସେଇ ଥଣ୍ଟରେ ଗୋଟେ ଗୋଟେ ଗୁଡ଼ି ଆଣିକି ସେଇ ମାଠିଆ ଭିତରେ ପକେଇଲା। ମାଠିଆ ଭିତରେ ଗୁଡ଼ି ପକେଇଲା କ'ଣ ହବ ମତେ କହିଲ ଦେଖି? ପାଣିଟା ଉପରକୁ ଉଠିବ। ଦେଖିଲ ତାର କେତେ ବୁଦ୍ଧି। ତ ସେମିତି ସିଏ ବାରମ୍ବାର ଯାଇକି ଗୋଟେ ଗୋଟେ ଗୁଡ଼ି ଆଣିକି ସେଇ ମାଠିଆ ଭିତରକୁ ପୁରେଇଲା। ପୁରେଇବା ଦ୍ୱାରା କ'ଣ ହେଲା ନା ପାଣିଟା ଯେତେବେଳେ ଉପରକୁ ଉଠିଲା, ତାର ଥଣ୍ଟ ପାଣି ପାଇଲା, ସିଏ ପାଣି ପିଇଲା, ତାର ଶୋଷକୁ ମେଣ୍ଟେଇଲା। କାହାର? କାହାର ମେଣ୍ଟିଲା ଶୋଷ? କାଉର ଶୋଷ ମେଣ୍ଟିଲା। ତାପରେ ସେ ଆନନ୍ଦର ସହିତ ତାର ବସାକୁ ଫେରିକି ଚାଲିଗଲା। ହେଲା, ଭଲ ଲାଗିଲା ଗପଟା। ଏବେ ମତେ କୁହ ପାଣି ଅଭାବ କୋଉ ମାସରେ ହୁଏ? ବୈଶାଖ ମାସରେ। ଭେରି ଗୁଡ୍। ବୈଶାଖ ମାସରେ ହୁଏ। କୁଆର ରଙ୍ଗ କ'ଣ? କଳା। ଆମେ ଏଠୁ କ'ଣ ଶିଖିଲେ? ଆମେ ବୁଦ୍ଧି ହଟେଇଲେ ସବୁ ଅସମ୍ଭବ କାମ ବି ସମ୍ଭବ ହବ। ହଁ ନା ନା? ସମ୍ଭବ ନା ନାହିଁ? କହିଲ ଦେଖି କୁଆ କୋଉଠି ଉଡ଼େ? ଆକାଶରେ ଉଡ଼େ।